କିଏ କାହା ଲାଗି ଶୋଭା ପାଏ। ପୂର୍ଣ୍ଣଚନ୍ଦ୍ର ଦ୍ୱାରା ରାତି ଶୋଭା ପାଏ। ସତ୍ ସ୍ୱଭାବ ଦ୍ୱାରା ସ୍ତ୍ରୀ ଶୋଭା ପାଏ। ଶୀଘ୍ର ଗତି ହେତୁ ଘଟକ ଶୋଭା ପାଏ। ମଙ୍ଗଳ କର୍ମ ହେତୁ ଗୃହ ଶୋଭା ପାଏ। କାଞ୍ଚନ ଲାଗି ମଣି ଶୋଭା ପାଏ। ସ୍ୱାମୀ ଲାଗି ରମଣୀ ଶୋଭା ପାଏ। ଫୁଲ ଲାଗି ଲତା ଶୋଭା ପାଏ। ଘରଣୀ ଲାଗି ଘର ଶୋଭା ପାଏ। ହଂସ ଯୁଗଳ ଦ୍ୱାରା ନଦୀ ଶୋଭା ପାଏ। ବିଦ୍ୱାନ ଲୋକ ଦ୍ୱାରା ସତ୍ତା ଶୋଭା ପାଏ। ସୁଚିତ୍ତ ହେତୁ ପିଣ୍ଡ ଶୋଭା ପାଏ। ଇନ୍ଦ୍ରଧନୁ ପଡ଼ିଲେ ଦିଗ ଶୋଭା ପାଏ। ସତ୍ପୁତ୍ର ହେତୁ କୁଳ ଶୋଭା ପାଏ। ଶାସକ ଯୋଗୁଁ ରାଜ୍ୟ ଶୋଭା ପାଏ। ବିନୟତା ଦ୍ୱାରା ବିଦ୍ୟାର୍ଥୀ ଶୋଭା ପାଏ। ଲଜ୍ଜା ନମ୍ରତା ଯୋଗୁଁ ଯୁବତୀ ଶୋଭା ପାଏ। ଦାନ ଦ୍ୱାରା ହସ୍ତ ଶୋଭା ପାଏ। ଦୂରରୁ ପର୍ବତ ଶୋଭା ପାଏ। ଦୂରରୁ ବେଶ୍ୟା ଶୋଭା ପାଏ। ରତି କାଳରେ ରମଣୀର ବେଶଭୂଷା ବିକ୍ଷିପ୍ତ ହେଲେ ବି ଶୋଭା ପାଏ। ବିଦ୍ୟା ବିନୟ ଦ୍ୱାରା ଛାତ୍ରଛାତ୍ରୀ କର୍ମପଟୁତାରେ ଶୋଭା ପାଆନ୍ତି। ଗୁରୁଜନମାନଙ୍କର ବାକ୍ୟ ଓ ନୀତି ଶୋଭା ପାଏ। କେଉଁ କାର୍ଯ୍ୟ କଲେ ଧର୍ମ ବଢ଼େ। ବିଦ୍ୟା ପଠନ ଅଧ୍ୟୟନ, ପରୋପକାର ଜପଦାନ, ହରିସ୍ମରଣ ଯଶ କୀର୍ତ୍ତି, ଧନ ଅର୍ଜନ ବନ୍ଧୁ ପ୍ରୀତି, ଧର୍ମାନୁଷ୍ଠାନ କାର୍ଯ୍ୟକ୍ରମ, ବେଶୀ ଆଗ୍ରହେ ବଢ଼େ ଧର୍ମ। କେଉଁ କାର୍ଯ୍ୟ ଆବଶ୍ୟକ ସ୍ଥଳେ କରଣୀୟ। ନ ଖାଇବ ସଞ୍ଜେ, ନ ପଶିବ ଦ୍ୱନ୍ଦ୍ୱେ, ନ ଡେଇଁବ କୂଅ, ନ ଖେଳିବ ଜୁଅ। ଭୋକ ହେଉଥିଲେ ଖାଇବ ସଞ୍ଜେ, ମିତ୍ରଲୋକ ଥିଲେ ପଡ଼ିବ ଦ୍ୱନ୍ଦ୍ୱେ। ବିପଦ ପଡ଼ିଲେ ଡେଇଁବ କୂଅ, ପଇସା ଥିଲେଟି ଖେଳିବ ଜୁଅ। ପାଣିରୁ ପତଳା ମନ, ପବନଠାରୁ ଦ୍ରୁତ, ଅଗ୍ନିଠାରୁ ବଳି କ୍ରୋଧ, ବାଣୀ ବିଷାଦମୃତ।